ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ନବମ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରକଳା ଶିବିର ହିମାଚଳ ପ୍ରଦେଶରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ତାର ନବମ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ରକଳା ଶିବିର ହିମାଚଳ ପ୍ରଦେଶର କାଙ୍ଗରା ଆର୍ଟ ମ୍ୟୁଜିୟମଠାରେ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଇକୋ ଟୁରିଜିମ୍ର ଅଧିକାରୀ ସଞ୍ଜୀବ ଗାନ୍ଧୀ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ କାଙ୍ଗରା ଆର୍ଟ ମ୍ୟୁଜିୟମର ମୁଖ୍ୟ ରିତୁ ମାଲକଟିଆ ଅନୁଷ୍ଠାନର ସଭାପତି ବ୍ରଜନାରାୟଣ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ 4 ଡିସେମ୍ବରରୁ 6 ଡିସେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶିତ ହେବାକୁ ଥିବାବେଳେ 6 ତାରିଖରେ ଚିତ୍ରଶିଳ୍ପୀମାନଙ୍କୁ ନେଇ ଏକ ଆର୍ଟ ଶିବିର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ମୁକ୍ତିପଦ ନନ୍ଦୀ ସୂଚନା ଦେଇଥିଲେ। ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ସଭ୍ୟା ସୌମ୍ୟରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରସନ୍ନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଦର୍ଶନୀରେ ଭାରତରୁ 14 ଜଣ, ନେପାଳରୁ 10 ଜଣ, ମଙ୍ଗୋଲିଆରୁ 12 ଜଣ, ଭିଏତନାମ ଓ ଥାଇଲାଣ୍ଡରୁ 2 ଜଣ ଲେଖାଏଁ ଚିତ୍ରଶିଳ୍ପୀମାନଙ୍କର ମୋଟ 40 ଗୋଟି ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେଉଛି। ଦ୍ୱିତୀୟ ଥର ପାଇଁ ହିମାଚଳ ପ୍ରଦେଶରେ ଧର୍ମଶାଳାର ଅନୁଷ୍ଠିତ ହେଉଥିବା ନବମ ଅନ୍ତର୍ଜାତୀୟ ଶୀତ ଉତ୍ସବ ଉଦ୍ଦେଶ୍ୟ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଏଠାକାର ପ୍ରସିଦ୍ଧ କାଙ୍ଗରା ଆର୍ଟ ଓ ସମସ୍ତ ବିଦେଶୀ କଳାକାରଙ୍କ ଭାଇଚାରା ସୁଦୃଢ଼ କରିବା ସହ ଓଡ଼ିଶା ତଥା ଇକୋ ଟୁରିଜିମ୍କୁ ଉନ୍ନତିକରଣ କରିବା ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ବୋଲି ସଦସ୍ୟମାନେ କହିଛନ୍ତି। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ। canvas and water based